ଅନ୍ଧାର ରାତି ଝିଲ୍ଲିର ଡାକ ଦୂରୁ ଆସୁଥିଲା ଭାସି, ପଲ୍ଲୀ ନୀରବ ନିଦ୍ରା ମଗନେ ତୁମେ ଡାକିଦେଲ ଆସି। ଥର ଥର ପାଦେ ଚାଲୁଥିଲି ଡରି ଡରି, ରାତିର କାକର ପଡ଼ୁଥିଲା ଝରି ଝରି, ମୋ ହାତକୁ ତୁମେ ଟିପି ଦେଉଥିଲା ଆସି। ଅନ୍ଧାର ରାତି ଝିଲ୍ଲିର ଡାକ ଦୂରୁ ଆସୁଥିଲା ଭାସି। ଏ ଭାଷାକୁ ଆଜ୍ଞା ବୁଝିବା ବଡ଼ ଏଇଟା କାହାର ସଂଳାପ ଥିଲା, କାହାର କବିତା? ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା। ଆଚ୍ଛା ଆଚ୍ଛା। ଆପଣ ସାକ୍ଷାତ କରିଛନ୍ତି ତାଙ୍କୁ ସାମ୍ନାସାମ୍ନି? ମୁଁ ଆଜ୍ଞା ଥିଲୁ ବା ସେଠି। ଆଚ୍ଛା ଆଚ୍ଛା। ଛୁଆ ଅବସ୍ଥାରେ ଥିଲୁ। ମାଷ୍ଟି କେବଳ କହିଲେ ତୁ ଆଇଁଷ ଖାଇବୁ, ସେଇଥିପାଇଁ ଛାଡ଼ିକି ପଳେଇଯାଇନି। ଆଉ ମୁଁ ବଇସି ମତେ ମୁଁ ମାଛ ମାଂସ କିଛି ଖାଇବିନି, ଆଉ କରିବୁ କ'ଣ? ହଉ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ମୁଁ ଆସିକି ଆଜି ପହଞ୍ଚିଛି ସେଇ କଳାତୀର୍ଥ ଆନ୍ଦବଜାର ମାଟିରେ। ଗଞ୍ଜାମାଳ, ଆନ୍ଦବଜାର ଗଞ୍ଜାମାଳ। ଶ୍ରୀଯୁକ୍ତ ଶମ୍ଭୁନାଥ ଦାସ, ଯିଏକି ଯାତ୍ରା ଜଗତକୁ ଦୀର୍ଘ ଦିନ ଧରି ତାଙ୍କ ଅକ୍ତିଆର ରଖିଥିଲେ, ଦୀର୍ଘ ଦିନ ଧରି ଅଭିନୟରେ, ନିଛକ ଅଭିନୟରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ, ସେଇ ଶମ୍ଭୁନାଥ ସାରଙ୍କ ପାଖରେ ପହଞ୍ଚିଛୁ। ଆଉ ଗଞ୍ଜାମାଳ ଆନ୍ଦବଜାର ମାଟିରେ ତାଙ୍କ ଦେହ ଭଲ ନାହିଁ, ତଥାପି ତାଙ୍କ ବାର୍ତ୍ତା କିଛି ଶୁଣିବା, ତାଙ୍କ ସହିତ କିଛି ସାକ୍ଷାତ କରିବା, ତାଙ୍କ କଥା କିଛି ଶୁଣିବା ତାଙ୍କ ମୁହଁରୁ। ଆଜ୍ଞା ପ୍ରଣାମ। ଆପଣ ଯେଉଁ ଗଞ୍ଜାମାଳଟା ଆପଣଙ୍କର କେଉଁ ପଞ୍ଚାୟତରେ ଯାଉଛି? ଏଇଟା ଏଇଟା ବିଷ୍ଣୁପୁର ବିନ୍ଧା ପଞ୍ଚାୟତରେ ଯାଏ। ବିଷ୍ଣୁପୁର ବିନ୍ଧା ପଞ୍ଚାୟତ। ଆଚ୍ଛା, ଇଏ ଆପଣ ରଘୁନାଥ ପଣ୍ଡାଙ୍କ ପାଟିରେ ଥିଲେ? ପ୍ରଥମ ସେଇଠି ଥିଲେ। କେତେ ବର୍ଷ ଯାତ୍ରା ରହିଲେ ସେଠି? ବୋଧେ 15 ବର୍ଷ ରହିବା ପରେ ମୁଁ ଗଲି ଭଗବତୀ କଳା ମନ୍ଦିର ସାହାଣୀ ଅପେରାକୁ। ଆଚ୍ଛା, ସାହାଣୀ ଅପେରାକୁ ଗଲେ। କେତେ ବର୍ଷ ବୟସ ହେଇଥିଲା ଆପଣଙ୍କୁ ଯାତ୍ରାକୁ ଯିବା ବେଳକୁ? ସେତେବେଳେ ବୋଧେ ମୋତେ 13-14 ବର୍ଷ ହେବ। 13-14 ବର୍ଷ ବୟସରେ ଯେତେବେଳେ ଯାଇଥିଲେ, ପାଠ କେତେ ପଢ଼ିଥିଲେ ସେତେବେଳକୁ? ପାଠ କେତେବେଳେ ଚତୁର୍ଥ ନା ପଞ୍ଚମରେ ପଢ଼ିକି ଯାଇଛି। ଆଚ୍ଛା, ପାଠ ପଢ଼ୁଥିବା ସମୟରେ କ'ଣ ସ୍କୁଲର ସୁବିଧା ନଥିଲା ନା କ'ଣ? ସ୍କୁଲର ସୁବିଧା ଥିଲେ ବି ସେତେବେଳେ ଗୋଟେ, ଯେତେବେଳେ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଲେଖିଥିଲେ ମଣିମା ଡାକ ଶୁଣିମା ଦାସୀ ଯାର ଶିବା ମା, ଗୋଟେ ଗୀତ, ସେଇ ଗୀତଟାକୁ ମୁଁ ପ୍ରବଳ ଭାବରେ ଗାଏ। ବାଟରେ ଚାଲୁଥିବି ଗାଇ ଗାଇ ଯିବି। ଆମର ଏଠି ମରିଗଲେଣି ଗୟାଧର ନାଥ, ସିଏ ଶୁଣିକି ଆସିକି ବାପାଙ୍କୁ କହିଲେ ଆଉ ତୋ ପୁଅକୁ ଆଖଡ଼ାକୁ ଛାଡ଼। ସେତେବେଳେ ଆଖଡ଼ା ଘର ଥିଲା, ରିହର୍ସାଲ ରୁମ୍ ଆଖଡ଼ା ଥିଲା। କାହାର ଆଖଡ଼ା ଥିଲା ନା ମାଷ୍ଟଙ୍କର ସବୁ। କିଏ ନା ପଣ୍ଡା ମାଷ୍ଟେ, ସାହାଣୀ ମାଷ୍ଟେ, ଆଉ ଆମର କ'ଣ ପଲ୍ଲୀକବି କୃଷ୍ଣପ୍ରସାଦ ସେତେବେଳେ ଆଖଡ଼ା ଥିଲା। ସେ ଆଖଡ଼ାକୁ ମୋତେ ନେଇକି ଗଲେ, କହିଲେ ଗୀତ ଗା। ମୁଁ ସେ ଗୋଟିଏ ଗୀତ, ସେ ଏକ ସ୍ୱରରେ। କ'ଣ ଗୀତଟା? ମଣିମା ଡାକ ଶୁଣିମା ଦାସୀ ଯାହାର ଶିବା ମା, କଳି ଯୁଗେ ତଳ ଦିଗେ ବଡ଼ ଗୋସାଇଁ। ଏଇ ସ୍ୱର ଗାଲି। ଛୁଆ ତଣ୍ଟି ଭାରି ଭଲ ଲାଗିଲା। ସେତେବେଳେ ଆସ୍ତେ ଆସ୍ତେ ଆସୁଛନ୍ତି କିଏ ସେ ନା ଆମର ନୃତ୍ୟଶିଳ୍ପୀ, କ'ଣ ତାଙ୍କ ନା, ସେ ବାଙ୍କିରୁ ଆସନ୍ତି ନା, ଆଉ ଦିବାକର ମହାନ୍ତି ଆସନ୍ତି। ଆଉ ତାପରେ ବହୁତ ଦିନ ପରେ 1985 ମସିହାରେ ମୋର ମନ୍ମଥ ସାରଙ୍କ ସାଙ୍ଗରେ ଭେଟ ହୁଏ। ଆଉ ସେଇଠୁ ସେଇ ଆଖଡ଼ାରେ ମୁଁ ଯାଇକି ରହିଲି। ରହିସାରିଲା ପରେ କିଛି ଦିନ ଗଲା ପରେ ଛୋଟିଆ ଛୋଟିଆ ରୋଲ୍ ସବୁ କଲି। ତାପରେ ସେତେବେଳେ ପୁଅ ପିଲା ଝିଅ ପାର୍ଟ କରିଥାନ୍ତି, ଝିଅ ପାର୍ଟ ବି କଲି। ଝିଅ ପାର୍ଟ କଲି। ସେତେବେଳେ ମାଷ୍ଟେ କିଛି ପଇସା ଦେବାର ଅସୁବିଧା କରନ୍ତି। ଆଉ ସେଇଥିପାଇଁ ମୋତେ ଆସିକି ଗୟାଧର ମଲ୍ଲିକ ଆସିକି ନେଇଗଲା ସାହାଣୀ ଅପେରା। ସାହାଣୀ ଅପେରାରେ ଯେତେବେଳେ ରହିଲି, ଫକୀର ସାହାଣୀ ରିହର୍ସାଲ କରିକି ଭୂମିକା ଦେବ ହିରୋଇନ୍ ପୋଷ୍ଟରେ। ସେଇଠୁ ଦେଖିଲେ, ସବୁ ପ୍ରକାର ଦେଖିଲେ। ତାପରେ ଗୋଟେ ଭିଲିଆନ ନବସାଉର ଗୋଟେ ନାଟକରେ ସେଥିରେ ଦେଲେ, କହିଲେ ଏଟା କରିଦେବୁ। ମୁଁ କହିଲି ହଁ କରିଦେବି। ସେଇଠୁ କହିଲେ ଆଚ୍ଛା ହଉ ତୁ କର। ମୁଁ ଯେତେବେଳେ କଲି, ସେ ସେଇଠୁ ମୋତେ ଦେଲେ। ତାପରେ ହେଉଛି ରଘୁନାଥ ପଣ୍ଡାଙ୍କର ସେ ପରଶୁରାମ ନାଟକଟା, କାହାର କ'ଣ ନାଁ ଥିଲା, ମିଳନ ଯଜ୍ଞ। ତା ଦେହରେ ମୋତେ ମାଷ୍ଟେ ଥରେ କହିଲେ ତୁ ଏ ଡାଇଲଗ୍ ବୁଝିପାରୁଛୁ ନା? ମୁଁ କହିଲି ଆଜ୍ଞା ମୁଁ ବୁଝିପାରୁନି।
ଧନ୍ୟ ଋଷି ପରଶୁରାମ ତୁମେ ସିନ୍ଧୁ ସୁଖେ ଚକ୍ଷୁର ସ୍ଫୁଲିଙ୍ଗେ ସିନ୍ଧୁ କିଏ ଚକ୍ଷୁ କିଏ ମୁଁ କ'ଣ ଜାଣିଛି ଆଜ୍ଞା କିନ୍ତୁ ମୁଁ ଯେତେବେଳେ ଡାଇଲଗ୍କୁ ଅଭିନୟ କରେ ମାଷ୍ଟର ଭାରି ଭଲ ପାଆନ୍ତି। ତାପରେ ପରେ ଏବେ ଯେତେବେଳେ ବୟସ ହେଇଗଲା ଚକ୍ଷୁ କାହାକୁ କୁହନ୍ତି ସିନ୍ଧୁ କାହାକୁ କୁହନ୍ତି ସବୁ ଜାଣିଲା ପରେ ଆଉ କିଛି ନାହିଁ ସେସବୁ ଭୂମିକା ସବୁ ଯାଇସାରିଲାଣି। ଆଉ ସାହାଣୀ ମାଷ୍ଟରଙ୍କ କତିରେ ରହିଲେ ବୋଧେ 14 ବର୍ଷ କତିରୁ ହେବ। ସାଣିପେଟରେ ହଁ ହେଉଛି ତାପରେ ସେଠୁ ପଳେଇ ଆସିକି ଫେର ସାହାଣୀ ମାଷ୍ଟର କଳାତୀର୍ଥ ଯେତେବେଳେ ଗଲେ ପଣ୍ଡା ମାଷ୍ଟର ଯେତେବେଳେ ଆସିକି ଅଳ୍ପ ଦିନ ରହିଥିଲି ତା ଭିତରେ ପଇସା ପାଇ ମୁଁ ପଳେଇଗଲି ରାଜେଶ୍ୱରୀ ଗଣନାଟ୍ୟକୁ। ଆଚ୍ଛା ଇଏ ବଡ଼ଙ୍ଗା ଯାତ୍ରା ପାଟିକି ପଳେଇଗଲି। ବଡ଼ ଗାଁ ସ୍ୱର ବଡ଼ ଗାଁ ନା ସେ ଆମର ଜଗତସିଂହପୁର ବଡ଼ ଗାଁ। ଆଚ୍ଛା ସେଠି ବୈଦ୍ୟନାଥ ମାଷ୍ଟର ଯାଇକି ମାଷ୍ଟର କରୁଥାନ୍ତି ସେଠି ଆରଣ ସାର୍ ଆରଣ ସାର୍ ସେ ଯେମିତି ଦେଖିଲି କହିଲେ ଶମ୍ଭୁ କୁଆଡ଼େ ମୁଁ କହିଲି ଏଇରକମ ଆସୁଛି ଆଉ ପାଠ ଫାଟ କରିବି ଆଉ ସେଇଠୁ ଛୋଟ ରୋଲ୍ ଦେଲେ ସବୁ ଛୁଆ ରୋଲ୍ ଦେଲେ। ତାପରେ ଏଇ ରାଜେଶ୍ୱରୀ ଗଣନାଟ୍ୟ ସାହାଣୀ କତିରୁ ହିରୋଇନ୍ ଆରମ୍ଭ କଲେ। ସେତେବେଳେ ନିତ୍ୟାନା ଥାନ୍ତି ମାଷ୍ଟର ବାସୁନନା ବି ଥାନ୍ତି ଆଉ ବିଷ୍ଣୁପତିକୁ ସାହାଣୀ ପାଟିକୁ ନେଇକି ଯାଇଥିଲି ସେତେବେଳେ କେତେ ନା 1200 ଟଙ୍କା ଦରମା ପାଉଥାନ୍ତି। ବିଷ୍ଣୁପତି କହିଲେ ଶମ୍ଭୁ ଆଉ ଏତେ କମ୍ ପଇସାରେ ମୁଁ ଆପଣ ଚାଲନ୍ତୁ ନା ହେଉଛି ତାଙ୍କର ଗୋଟେ ଚକ୍ରବାହୁ ପାଠ ଥିଲା ଗୋଟେ ପୌରାଣିକ ନାଟକର ମୋତେ ସାହାଣୀ ମାଷ୍ଟର କହିଲେ ଶମ୍ଭୁ ଆଉ ବିଷ୍ଣୁ ବାବୁଙ୍କୁ ଦେଲେ ଏଇ ପାଠଟା କରିପାରିବେ ମୁଁ କହିଲି ଦିଅନ୍ତୁ ଲେଖିକି ଦେଲେ କହିଲେ କାଲି ସକାଳ କରିଦେବେ। ମୁଁ କହିଲି ଆଜ୍ଞା 500 କରନ୍ତୁ ନମ୍ବର ଗୋଟେ ଆର୍ଟିଷ୍ଟ ଶିଖିକି କ'ଣ କରିବ ଏତେ ଶୀଘ୍ର ମୁଁ କହିଲି ଆଚ୍ଛା ଆଉ ଦିଅନ୍ତୁ ଲେଖିକି ଦେଲି। ବିଷ୍ଣୁ ତାକୁ ଗୋଟିଏ ଦିନ ଭିତରେ ପାଠ କଲା। ମୁଁ ସେଇଠୁ ଚିନ୍ତା କଲି ମୁଁ କହିଲି ନନାଙ୍କର ଏତେ ସ୍ମରଣ ଶକ୍ତିଟା କ'ଣ ବଢ଼ିଯାଇଛି। ତାପରେ ଦିନ ଯାଇ ପଚାରିଲି ମୋ ନନା ଆପଣ ପାଠକୁ ଶିଖିଲେ କେମିତି? ସେ ରାତିରେ ଶୋଇବନି ପାଠକୁ ଧରିକି ଚାଲିକି ବିଷ୍ଣୁପତି ଆଉ ଏଇ ରକମ ଆଜ୍ଞା କଳାକାର ଜୀବନର ଇଏ ହେଇକି କେତେ ବର୍ଷ ରହିଲେ ଯାତ୍ରାରେ? ବୋଧେ 35 ବର୍ଷ ରହିଲେ। ପଇସା ପାଇନାହାନ୍ତି? ଆଜ୍ଞା ପାରିଶ୍ରମିକ ପାଇନାହାନ୍ତି? ସେମିତି କିଛି ପଇସା ନାହିଁ। ମୁଁ ଯେତେବେଳେ ଯାଇଥିଲି 20 ଟଙ୍କା ଲେଖା ଦେଉଥିଲେ। ସାହାଣୀ ମାଷ୍ଟର ବୋଧେ 250 ଟଙ୍କା ଦେଲେ ବହୁ କଷ୍ଟରେ ଆଜ୍ଞା ବର୍ଷା ହେଇଥିବ ଏଇ ବଣ ଭିତରେ ପଶିକି ଆସନ୍ତି ଫକୀରମୋହନ ସାହାଣୀ କାଲି ଭଳିଆ ମୋର ମନେ ପଡ଼ୁଛି ରଘୁନାଥ ପଣ୍ଡା ଭୟରେ ଏଇଠିକି ଆସନ୍ତି ଶମ୍ଭୁ ଚାଲ ବୋଧେ 4 ଥର ଆନନ୍ଦ ବଜାର ପହଞ୍ଚୁଥିବ। ମୁଁ କହିଲି ନା ଆପଣ 100 ଟଙ୍କା ନ କଲେ ମୁଁ ଯିବିନି ତ 100 ଟଙ୍କା ନ କଲେ ଯିବିନି। ବାସ୍ତବିକ ସାହାଣୀ ମାଷ୍ଟରଙ୍କ ଦାନ। ରାଜୁ ଭାଇ ଆପଣ ତ ଯାତ୍ରାରେ ବର୍ତ୍ତମାନ ଅଛନ୍ତି ଆପଣ ପଣ୍ଡା ମାଷ୍ଟର ସାର୍ଙ୍କ ପାଟରେ ଥିଲେ ରଘୁନାଥ ପଣ୍ଡାଙ୍କ ପାଟରେ କେତେ ବର୍ଷ ଥିଲେ? ମୁଁ ରହିଲି 2 ବର୍ଷ। ସେତେବେଳେ ଅଭିନୟ କରୁଥିଲେ? ଛୋଟିଆ ପାଠ କରୁଛି ଫାଷ୍ଟ ଆସିବା ରାମରାଜ ନାଟକ 2 ବର୍ଷ କାହିଁ ବେଶୀ ହବ। ମୁଁ 4 ବର୍ଷ ରହିଲି 4 ବର୍ଷ ରହିଲି। କ'ଣ ପାଠ କରୁଥିଲେ? ମୁଁ ରାମରାଜ ନାଟକ ସୁନନ୍ଦ କରୁଥିଲି ଫାଷ୍ଟ ଆସିକି ଆଉ ତାପରେ ଧୀରେ ଧୀରେ ଏଇ କାଳିଆ ଖେଳ ନାଟକର ଗୋଟେ କରୁଥିଲି ମଣ୍ଟୁ ପାଠ ମଣ୍ଟୁ ପରେ ଏମିତି ଛୋଟିଆ ସାମାଜିକ ନାଟକ କରିଥିଲେ? ହଁ ସାମାଜିକ ଅଛି କାଳିଆ ଖେଳୁ ଆଉ ରୟଲ ନାଟକ ଅଛି ରାମରାଜ୍ୟ ସୁନନ୍ଦ ଚରିତ୍ର କହୁଛି। ସେତେବେଳେ ଭାଇଙ୍କ ସାଙ୍ଗରେ ଥିଲ ନା? ଭାଇଙ୍କ ପଛରେ ଆମେ ଭାଇ ବିଷ୍ଣୁ ନା ଏସବୁ ହଉଛନ୍ତି ଗୋପାଳ। ଆଚ୍ଛା ଆପଣ ଥିଲାବେଳେ ରଘୁନାଥ ପଣ୍ଡା ଥିଲେ ନୀଳଚକ୍ର ଅପେରାରେ? ଆପଣଙ୍କ ପରେ ସିଏ ଆସିଥିଲେ ନା କିଏ? ରଘୁନାଥ ପଣ୍ଡା ନା ଇଏ ଦୈତାରୀ ପଣ୍ଡା? ଦୈତାରୀ ପଣ୍ଡା ଆମ ପଛରେ ଆସିଥିବେ ଦେଖିକି ଶୁଣୁଥିବ ସମ୍ଭାଇ ମୋ ବିରୁଦ୍ଧରେ କହୁଛି ନା। ଦୈତାରୀ ଯେତେବେଳେ ଆସିଲା ସେତେବେଳେ ଫିଗରଟା ଥିଲା ଏବଂ ଭଏସଟା ଥିଲା। ମୁଁ କହୁନଥିଲି ଯେତେବେଳେ ଏଠି ଯେତେବେଳେ ସ୍କୋପ୍ ନ ପାଇଲେ ମୁଁ ଦୈତାରୀକୁ ନୃତ୍ୟ ନାଟିକାର ଜୟ ବିଜୟ କରିକି ନଚଉଥିଲି। ଫେର ତାକୁ କହୁଥିଲି କ'ଣ ମୋତେ ଯେଉଁ ତୃପ୍ତି ପାଉଁରୁଟି ଦେବୁନି ସେତେବେଳେ ଆଜ୍ଞା 37 ପଇସା ଜଳିଖିଆ ପଇସା ପାଇମୁ ଆଉ ସେବେକା କଥା ସେ ଆଣିକି ଦେବ ପାଉଁରୁଟି। ତାକୁ ନାଚ ଶିଖେଇବି ସେଇ ରକମ ସେ ଦେଖା ହୁଏ ସେଇ ରକମ ରାଜକୁମାର ଭଳିଆ ଚେହେରା ଆଉ ବାବା ଦୈତାରୀ ଭଳିଆ ଆର୍ଟିଷ୍ଟ ଆଉ ଏତେ ତାର
ସ୍ମରଣ ଶକ୍ତି ଏମିତି ସେ ଉନ୍ନତ କରିବ ବୋଲି ମୋ ଧାରଣା ନଥିଲା କିନ୍ତୁ ମୁଁ କଣ ଆରମ୍ଭରୁ ଜାଣିପାରୁନଥିଲେ? ହଁ ମାନେ ଇଏ ଜଣେ ଭଲ ର୍ୟାଙ୍କରେ ଆର୍ଟିଷ୍ଟ ହେବେ ଏମିତି ହେଲେ କ'ଣ ତାଙ୍କ ସ୍କୋପ୍ ଲାଇଫଟା ପାଇବେନି ଏଠି ସ୍କୋପ୍ ପାଇବେନି ବାଘ ଭଳିଆ ଆର୍ଟିଷ୍ଟ ଅଛନ୍ତି ହଁ ହଁ ସେଠି ଦୈତାରୀ ସେତେବେଳେ କିଏ କିଏ ସବୁ ଥିଲେ ତାଙ୍କ ସମୟରେ? ସେତେବେଳେ ଗୋପାଳ ଗୋସ୍ୱାମୀ ଥିଲା ଆଜ୍ଞା ହେଉଛି ବିଷ୍ଣୁ ମୋହନ ପତି ଥିଲେ ଆଜ୍ଞା ଆଉ ବୈଦ୍ୟନାଥ ହାରଣ ଥିଲେ ଆଜ୍ଞା ଆମର ବାସୁ ପଣ୍ଡା ଥିଲା ଆଜ୍ଞା ନିତ୍ୟାନନ୍ଦ ପାଢ଼ୀ ଥିଲା ଆଜ୍ଞା ଆଜି ଏଇ ବାସୁନା ଘରେ ଏଇ ନିତ୍ୟାନନ୍ଦ ଘରେ ପଛପଟରେ ବାସନ ଅଛନ୍ତି ନା ଚାଲିଗଲେଣି ସବୁ ଚାଲି ନିତ୍ୟାନା ଚାଲିଗଲେଣି ନିତ୍ୟାନା ବି ଚାଲିଗଲେଣି ନିତ୍ୟାନା ବି ଆସିକି ମୋତେ ଉତ୍ତର କୂଳକୁ ନେବା ଲାଗି ଇଚ୍ଛା କଲା ଆଜ୍ଞା ଆମେ ଯାଇଥିଲୁ ସେତେବେଳେ କମ୍ପିଟିସନ୍ ଯାତ୍ରା ହୁଁ ହେଉଥିଲା ହୁଁ ଆମେ ଥରେ ତାରପୁରରେ ଯାତ୍ରା କରିଥାଉ ପାଠିସାଗର କମ୍ପିଟିସନ୍ ହେଉଥାଏ ମୁଁ ହିରୋଇନ୍ କରିଥାଏ ଆଜ୍ଞା ବୁଟୁ ନନା ଥାନ୍ତି ହଁ ହଁ ଟିକେ କ'ଣ କଥାରେ ଏପଟ ସେପଟ ଯାତ୍ରା ବାଲା ତ ହଁ ଟିକେ କଥାରେ ଏପଟ ସେପଟ ହେଲା କହିଲା କେଉଁଠୁ ଇଏ ଯାତ୍ରା ପାର୍ଟି ଆଣିଛ ଆମ ପେଣ୍ଡାଲକୁ ଖରାପ କରିଦେଲାଣି ମୋ କାନରେ ବାଜିଗଲା ମୋ କାନରେ କିଏ କଥାଟି କହିଲେ? ସେଇ ତାଙ୍କ ଯାତ୍ରା ପାର୍ଟି ଭିତରୁ କିଏ ଜଣେ କହିଦେଲା ଆଚ୍ଛା ମୁଁ ପେଣ୍ଡାଲକୁ ଯିବା ଲାଗି ବାହାରିଛି ହଁ ପାନିପଥ ଯୁଦ୍ଧ ମୁଁ ରିଜିଆ ବେଗମ କରିଥାଏ ଆଚ୍ଛା ଆଚ୍ଛା ବେଗମ ଲୋ ବାପା ହେଉଛି ମୁଁ କହିଲି କିଏ ସେଇ ଏଇ ତାରପୁର ଗୋଟେ ଯାତ୍ରା ପାର୍ଟି ନା ଖଡ଼ାଖିଆ ପାର୍ଟି ତା ସାଙ୍ଗର ଫେରେ ଆମେ ଯାତ୍ରା କରିମୁ ଏଇ କଥା କହିଦେଇଥିଲି ତାଙ୍କ ବୁଢ଼ୀ ଶୁଣି ନେଇଥିଲା ହେଲା ଏକେ ଗଣ୍ଡଗୋଳ ଆସିକି ଶାଢ଼ୀ ମାଷ୍ଟର ମତରେ କଥା ପହଞ୍ଚିଲା ସୁଲତାନା ରେଜିଆ ପାଠ ଆପଣ କରୁଥିଲେ? ହଁ ରିଜିଆ ବେଗମ ସୁଲତାନା ରେଜିଆ ମୁଁ ଜାଣିଛି ସେ ଚରିତ୍ର ବାବଦରେ ମୋ ଦାଦା କରନ୍ତି ସେ ଅଭିନୟ ଆଉ ଆଚ୍ଛା ସେଠୁ ଅଭିନୟ କରିସାରିଲା ପରେ ଏଇ କଥା ଯେତେବେଳେ ହେଇଗଲା ଗଣ୍ଡଗୋଳ ଶାଢ଼ୀ ମାଷ୍ଟର କହିଲେ ସମ୍ଭକୁ ନେଇକି ତୁମେ ପଳେଇଯାଅ ସେ ବୁଢ଼ୀ ଇଏ ହେଇଛି କିନ୍ତୁ ବୁଢ଼ୀର ନଜର ଅଛି ଇଏ ଷ୍ଟାଫ୍ କିଏ ଇଏ ଆର୍ଟିଷ୍ଟ କିଏ କିଏ କଥା କହିଲା ତାରପୁରରୁ ହଁ ସେ ସେଠି ଦେଖିଲା ମୋ ଅଭିନୟ ଦେଖିଲେ ଅଭିନୟ ଦେଖି ସାରିକି ତାପରେ ଆସିକି ପହଞ୍ଚିଲା ଆମ ଘରେ ବୁଢ଼ୀ କହିଲା ସେଠି କେତେ ପଇସା ପାଉଛୁ? ମୁଁ କହିଲି ଏତିକି 200-300 ଟଙ୍କା ଦେଉଛନ୍ତି କହିଲେ ମୁଁ ତୋତେ 600 ଟଙ୍କା ଦେବି ମୋ ପାଟିକି ଯିବୁ ପଇସା ଲୋଭ ତ ଗୋଟେ ଥାଏ ମୁଁ କହିଲି ହଉ ମୁଁ ଯିବି ତାପରେ ମନେ ମନେ ଚିନ୍ତା କଲି ମୁଁ ଏଠି ହଁ ହାଁ କହିଦେଇକି ଆଉ ଯିବିନି ମୁଁ କହିଲି ହଉ ଯିବି କହିଲେ ରଖିଥା 100 ଟଙ୍କା ରଖିଥା 100 ଟଙ୍କା ଦେଇକି ବୁଢ଼ୀ ଗଲା ବୁଟୁ ନନା ମୋତେ ଭଲ ପାଇଲେ ଅଭିନେତା ତ ଅଭିନୟ ଦେଖିକି ସେଠୁ କହିଲେ ଶମ୍ଭୁ ଆଉ କାଲି ତୁ ରିଜିଆ ବେଗମ କରୁଥିଲୁ ନା କହିଲା ହଁ କେବଳ ସେତିକି ନୁହେଁ ଆଜ୍ଞା କଳାକାର ଜୀବନର ଏତେ କଥା କହିଲେ ସରିବ ନାହିଁ କଳାକାର ଜୀବନ ସରିବ ବହୁତ ଅନୁଭୂତି ଆଜ୍ଞା ବହୁତ ଅନୁଭୂତି ଅଛି ବିଷ୍ଣୁପତି ଥରେ ଏଇ ତୁମର ଜଗତସିଂହପୁର ଗୋଟେ ଯାତ୍ରା ପାର୍ଟି ହେଉथा ସେତେବେଳେ ହିରୋଇନ୍ ଖୋଜୁଥାନ୍ତି ମଦ ରୋଲ୍ କରିବା ପାଇଁ ଖୋଜୁଥାନ୍ତି ଜଳଧର ଭାଇ ଆଉ ମୋତେ ଠିକ୍ କଲେ ମୁଁ ଯେତେବେଳେ ଯାଇକି ପହଞ୍ଚିଗଲି ସେଠି ତାଙ୍କ ମାଲିକ ବମ୍ବେ ହୋଟେଲର ତାଙ୍କ ମାଲିକ କହିଲେ ଏଇ କାଳିଆଟାକୁ ଆଣିଛୁ ନା ହିରୋଇନ୍ ପାର୍ଟ କରିବ ଆର୍ତ୍ତବନ୍ଧୁ ମୋର ଇଚ୍ଛା ଥିଲା ଆର୍ତ୍ତବନ୍ଧୁ ରାଉତରାୟ ସାଙ୍ଗରେ ପାର୍ଟ କରିବା ପାଇଁ ଆଜି ସାର୍ ଚାଲିଗଲେଣି ଗଗନ ଭେଟଲା କହିଲା କୁଆଡ଼େ ବି ମୁଁ କହିଲି ଏଇ ରକମ ପଳେଇ ଆସିନି ଆଉ ଦେଖିବା କଟକ ପାଠ ରହିବା ଆଉ ଇଏ କରିବା ସେଇଠୁ ଯାଇକି ଯେତେବେଳେ ପହଞ୍ଚିନୁ ତାଙ୍କ ବଡ଼ ସିଷ୍ଟମ୍ ସେଇଠୁ କହିଲେ କେତେ ପଇସା ନେବ ମୁଁ ଏଠି 500 ଟଙ୍କା ନେଉଥାଏ ମୁଁ କହିଲି ଆଜ୍ଞା 800 ଟଙ୍କା ଦେବେ ଆଉ କହିଲେ 800 ଟଙ୍କା ନେବ ସେ ଆମ ହିରୋଇନ୍ 800 ଟଙ୍କା ପାଉନି ସେଇଠୁ ମୁଁ କହିଲି ଆଉ ବାଲେଶ୍ୱରରୁ ଛାଡ଼ିକି ଆସିଛି କଟକକୁ ପଇସା ପାଇଁ ଆଉ ପଇସା ଦେବି ମୁଁ ତ କ'ଣ କରିବି ହଁ ସେଇଠୁ ଆର୍ତ୍ତବନ୍ଧୁ କହିଲା ଏଠି ତ ଆମ ହିରୋଇନ୍ ପଇସା ପାଉନି ମୁଁ କହିଲି ତୁମ ହିରୋଇନ୍ଟା ମୋ ଛାତ୍ର ମୁଁ ତାକୁ ଚକୁ ଦେଉଥିଲି ସହଦେବକୁ ସିଏ ମୋ ଛାତ୍ର ଆଉ ସିଏ ଯଦି ଏଠି ରହିଛି ମୁଁ ଆଉ ରହିବିନି ସେଇଠୁ କହିଲେ ନା ସେ ନାହିଁ ତ ସେ ପଳେଇ ଯାଇଛି ଆମେ ସେଇଥିପାଇଁ ତୁମ କତିକି ଯାଇଥିଲୁ ରହିନୁ ରହିସାରିଲା ପରେ ତାଙ୍କର ଗୋଟିଏ ନାଟକ ରିହର୍ସାଲ୍ ହେଲା ଟିକେ ଆର୍ଟିଷ୍ଟ ବହୁତ ଇଏ କିନ୍ତୁ ବାଲେଶ୍ୱର ଆର୍ଟିଷ୍ଟ ସେ ରିହର୍ସାଲ୍ ହାରିଯିବେ ରିହର୍ସାଲ୍ ସିଏ ଇଏ ହେଇଯିବେ ସିଏ ପର୍ଟିକୁଲାର ଅଭିନୟ କରି କହିପାରିବେନି ପେଣ୍ଡାଲକୁ ଗଲେ ତାଙ୍କର ବାହାରିବ ସିଏ ପେଣ୍ଡାଲକୁ ଗଲେ ଯାଇକି ବାହାରିବ ଗୋଟେ ନାଟକର ଗୋଟିଏ ସିନ୍ ଫାଷ୍ଟ ଗୋଟିଏ ସିନ୍ ହିରୋଇନ୍ ତାକୁ ରେପ୍ କରିଦେବେ ମରିଯିବ ଆଜି ଆପଣମାନଙ୍କ ପାଖରେ କହୁଛି କାରଣ ସିଏ ସାରେ ବି ଚାଲିଗଲେଣି ଆର୍ତ୍ତବନ୍ଧୁ ରାଉତରାୟ ଏଡ଼େ ନାଁଟେ ଓଡ଼ିଶାରେ ଏତେ ବଡ଼ ନାଁଟେ କେହି କରୁନାହାନ୍ତି
सी अभिनय डायरेक्शन दौरान सेठू बाघ भाई आर्टिस्ट सब बसता सब बालेश्वर आस हिरोइन हेले कला कालियाटी माने 50% ये कटि किंतु मु जानी मत कहे मु बिना रंग न मारला जाए मु काम देखेबिनी हूँ कहला हाथ को एमती कर सेमती कर सेमती कर सेमती कर कौटू सब नहीं आस बेगुरिया गुड़ाक किसी को जानी मुझे आज्ञा सेठू जो बुद्धिया पति कमेडियन हूँ बुद्धिया ना हाँ बुद्धिया ना आज्ञा बुद्धिया हाँ कहला संभाई कौन करमती कौन कर सी हाथ टेकिदेले भल देखा मत जोटा भल देखा कहना जब डायरेक्टर अच्छी न नाटक को बंद करूँ मु पेंडाल अभिनय करदे आसबि अभिनेता अच्छी शंभु दास अभिनय करके आसो रेप हो मद रोल बाहर कि ना बईसी बाहर किए कर मत पेंडाल पर छाड़ दिंतु सी मालिक कहला जदि नाटक खराब हो जाए मो ना चूल काटी देकी मु पलैबी घर अच्छा आप जो जो 2000 टंका देते सेटा मशा देवे आ मत रिहर्सल दमार दबनी मु डायरेक्ट जाके अभिनय करी सेठी कहले कौन ये कर मुझे देख मत गोटे कटक टिकेट काटिदेव मु भद्रक को जी कि आपण टिकेटा मत अधा बाट छाड़ आउ अधा बाट मुझे कौन करी मो नाटक विषय किसी जानी पढ़ी ना कहले कौन एमती कह मु कहली शुणु मु बेगुरिया बोली कहतुनी मो गुरु आपण को 2 पद कथा देता दौड़िया खटियार पड़ी कहते संध्या बेल को कही पाइले से गुरु छात्र लो बाबा रागी जो कहली गधना फधना सब था सब कौन कह मुझे आज शपथ करी आज पाठी छाड़ी जीवी ना मुझे बंधाला रिहर्सल बंधाला मुझे पाठ मत लिखि दिंतु मु अभिनय करी अभिनय कर सारापर जदि भूल हो जाए एमती गोटे आपण को एठी मु स्टाफ देखु नहीं मो सीन सारिक आसी थी सी जाकि मो डायलॉग लगेब जा होगला तापर संध्या बेले तो यात्रा वाला गुड़ा को धरिक झाड़ा आसती आउ मु आगे आगे चली थाए वडा पान देबी ना 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 पान मु खाए ना से भाई आम आर्त सारे पछुर डाकुथांती होय 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 मो अने दिन तो आर्त सारे मु कहनी डाकु थांतु आ सुनिबी नहीं जमार सुनिबी नहीं हाथ सारा रागी रागी हेटू एत आसी पहुँचले हेटू कहले शुण शुण कहला कौटी तुम घर मैंने कहीं घर कथा पचार मो चाकरीटा तो खाइले अच्छा अच्छा बढ़िया कथा मो मो घर कथा पचारि कौन लाभ कहला ना तू रघु पंडा कथा कहूलु आउरी घर पाखर कथा मु रघु पंडा छात्र मु केवल जदि राजेश्वरी गणनाट्य को आसी था केवल आर्तबंधु राउतराय आसती मुझे टिके अभिनय करी कहीं मु शुणी एत बड़ कुंड पाइबनी आपण नाटा कि आपण मत कौन कले आपण मत चाकरी तड़ीदेले आदि मु रघुपंडा छात्र होती आपण सर कंपिटिशन करके अभिनय करी देखी आपण क्या छात्र मु क्या छात्र कहले हौ है करू आपण किसी कथा नहीं किसी कथा नहीं मुझे मुझे आपण हाथटा एमती हल्ले दूसरी आपन को भल देखा मत तो भल देखा मो हाथटा केमी जी आप कौन कहीपरि सी डायरेक्टर आपण नुहति यही रंग जो कहला अच्छा हो गला तापर अभिनय अभिनय क्षेत्र को आसिले अभिनय क्षेत्र को आसिले से डायलॉग कईटा 25-26 नंबर डायलॉग हम हूँ रेप करते मर्डर हो से मर्डर है रेप करते से मर्डर हो बाहर नाटक मझी प्रतिशोध नापी गोटे सीन जाइए आज्ञा टंके लेखा पुरस्कार दिया टंके लेखा से दिन मु पाई 26 टंका पुरस्कार काली भाया मोर ख्याल अच्छी 26 टंका जो ना बानाम्बर पांडे संगीत सी सब कह ए चा नहीं जाओ चा आण जो सब पैसा चा खाई आम समस्ते नहीं गले चा पी कौन है चा कहीं दिहब चा दिहब ना सब पुरस्कार पाँच हाँ 26 टंका पाइलानी बा
ଆଉ 24 ଟଙ୍କା ସେତେବେଳେ ହଁ ଟଙ୍କା ବର୍ତ୍ତମାନ କେତେ ମାନେ ଚିନ୍ତା କରନ୍ତୁ। ହଉଛି। ମାଷ୍ଟର ଗୋଟେ କଥା ଟୁନାକୁ କହିଥିଲା, ଆମେ ଶୁଣିଛୁ, ମୁଁ ଭଲରେ ଶୁଣିଛି ସେଟାକୁ, ଯେ ଯଦି ଭାବ ଥାଏ ପ୍ରକୃତର, ଭାତୃତ୍ୱ ଥାଏ, ସେଟା ଯାତ୍ରା ଦଳର ଥିଲା। କାହିଁକି ସେତେବେଳେ ଦେଖ, ଏଇ ଯେଉଁ ଟଙ୍କାଟା ସମ୍ଭାଇ ପାଉଲେ ବି ସେତେବେଳେ ମାନେ ପୁରସ୍କାର ପଇସାରୁ ଚାହା ପିଇବା ପାଇଁ ତାଙ୍କର ଖୁସି। ବର୍ତ୍ତମାନ ପୁରସ୍କାର ପଇସାଟାକୁ ଝଗଡ଼ା କରି ନେଇଯାଉଛନ୍ତି। ଏବେ ବି ସାହାଣୀ ମାଷ୍ଟରଙ୍କ ପାଟିର ଯେତେବେଳେ ବରଣୀ କନ୍ୟା ନାଟକରେ ମୁଁ ପାଠ କରୁଥିଲି, ପୁରସ୍କାର ପାଇଲି, ସେତେବେଳେ ସାହାଣୀ ମାଷ୍ଟର ତାଙ୍କ ପାର୍ଟିର ସିଏ ମାଲିକ, ସିଏ ପୁରସ୍କାର ପଇସାକୁ ନେଇଯାଆନ୍ତି। ତାପରେ ଫୁଲନ ଦେବୀ ନାଟକ ହେଲା, ମୁଁ ଫୁଲନ ଦେବୀ କଲି। ଦୁଃଖାନା ଶାଲବେଗ ନାଟକର ପୁରସ୍କାର ପାଇବ, ମୁଁ ଫୁଲନ ଦେବୀ ନାଟକର ପୁରସ୍କାର ପାଇବି। ଯେଉଁଦିନ ଆଚ୍ଛା, ଗୋଟେ କଥା ଅଧାରୁ ରହିଗଲା, ସେ ଯେଉଁ ଆପଣ ଆର୍ତ୍ତସାରଙ୍ଗ ସାର ଅଭିନୟ କଲେ ସେ ସଂଳାପ ବୋଧେ କହିପାରିବେ କି, ମନେ ଅଛି କି? ସେ ସଂଳାପ ସେ ଚରିତ୍ର କ'ଣ ଥିଲା? ମୁଁ ହିରୋଇନ୍ କରୁଥିଲି। ହିରୋଇନ୍ ଯେ ନାଟକ ନାଁ କ'ଣ ଥିଲା? ନାଟକ ନାଁ ଥିଲା ଗୋଟେ କ'ଣ, ମନେ ନାହିଁ ନା? ମନେ ପଡ଼ୁନାହିଁ ତ, କିନ୍ତୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଇଏ ନୁହଁ। ଏଇ ଯେଉଁ ସୁଲତାନ ରେଜିଆ ଡାଇଲଗ ମନେ ଅଛି ଆପଣଙ୍କର, ସଂଳାପ? ସିଏ ସବୁ ମନେ ନାହିଁ। ଛୋଟ ପିଲା ଅବସ୍ଥାର ରଘୁନାଥ ପଣ୍ଡାଙ୍କର ଡାଇଲଗ, ଛୁଆଙ୍କ ଡାଇଲଗ ଟିକେ କହୁନାହାନ୍ତି। ଗୋଟେ ଛୋଟିଆ ଛୁଆ, ମାନେ ପଞ୍ଜାବୀ ଛୁଆ ସିଏ ସେତେବେଳେ, ଆଉ ଗୋଟେ ଛୁଆଟେ ଗାଉଛି ରଣଜିତ ସାହେବଙ୍କର, ସେ ଆସି କହିବ, ଗାଅ ଗାଅ ଚଚାଜୀ, ତୁମର ଶୁଦ୍ଧା ବଳା ଗଳାରେ ମାଟି ମାର କରୁଣ ଗୀତି ଗାଅ, ଜାତିର ଛାତି ମାତି ଉଠୁ, ଜାତିର ରକ୍ତ ଟକମକ କରି ଫୁଟି ଉଠୁ, ଗୁରୁ ଗୋବିନ୍ଦ ଜୀଉଙ୍କ ବାଣୀ ସରଳ କଥା ଗାଇଯାଅ। ସେ କହିବ, ବାପୁଜୀ, ଏ ହା ହୁତାଶ ଭରା ପଞ୍ଜାବରେ ଯେଉଁ ଜାତୀୟତା ଟିକକ ଦେଖିବାକୁ ମିଳେ, ଆଉ ତୁମରି ପରି ଶିଶୁଙ୍କ ଠାରୁ ତା କଣ୍ଠରୁ ଆବେଦନ ଝରି ପଡ଼େ। ସେତେବେଳେ ପ୍ରାୟ ସବୁ ଅମିତ୍ରା ଅକ୍ଷର ଛନ୍ଦ ଥିଲା। ଆଉ ଯେଉଁ ସୋସିଆଲ ନାଟକ ଭାଷା ଗୁଡ଼ାକ ଆଉ ଏତେ ମନେ ନାହିଁ। ଆପଣ ସାମାଜିକ ନାଟକ ଅଭିନୟ କରିଛନ୍ତି? କରିଛି। କେଉଁ ମାନେ କେତେଟା ନାଟକରେ କରିଛନ୍ତି? ସାମାଜିକ ନାଟକର ଆଉ ଯେତେବେଳେ ତ ଯାଇକି ରାଜେଶ୍ୱରୀ ଗଣନାଟ୍ୟକୁ ଗଲୁ, ତାଙ୍କର ସବୁ ସାମାଜିକ ନାଟକ, କେବଳ ଗୋଟିଏ ପୌରାଣିକ ଥିଲା, ମହାଭାରତ। ଆଚ୍ଛା ଆଚ୍ଛା, ଆଉ ସବୁ ସାମାଜିକ ହେଲା? ଆଉ ସବୁ ସାମାଜିକ। ହଁ। ଆଉ ଆଚ୍ଛା, ସାମାଜିକ ନାଟକ ଆଉ ଏଇ ଯେଉଁ ପୌରାଣିକ ଆଉ ଐତିହାସିକ, ଆପଣଙ୍କୁ କେଉଁଟା ଭଲ ଲାଗେ ଅଭିନୟ କରିବାକୁ, ସହଜ ହୁଏ? କିଛି ନାହିଁ, ଅଭିନୟଟା ହେଲା ଛଳନା। ଆଜ୍ଞା। ମୁଁ ହନୁମାନ ନୁହେଁ, କିନ୍ତୁ ହନୁମାନ ଅଭିନୟ କରିବି। ସାମାଜିକ ସ୍ତରରେ ପରିବାର ଭିତରେ ଯାହା ସବୁ ହେଉଛି, ଗୋଟେ ଗୋଟେ ରାଇଟର ମାନେ ଚରିତ୍ର କାଢ଼ନ୍ତି। ଯେମିତି ଗୋଟେ ଭିଲେନ୍ ଚରିତ୍ର, ଗୋଟେ କମେଡ଼ି ଚରିତ୍ର, ସେଇର ଆଉ ଗୋଟେ ଦେଶପ୍ରେମୀ ଚରିତ୍ର, ଏଇ ହିସାବରେ ଅଭିନୟ ଚାଲେ ଆଉ କ'ଣ। ତେଣୁ ସେଇ ପ୍ରକାର ଆପଣଙ୍କୁ କେଉଁଟା ସହଜ ହୁଏ ନା ସବୁ ଭଲ ଲାଗେ କରିବାକୁ? ମୁଁ ସବୁ ଅଭିନୟ କରିବାକୁ ଭଲ ପାଏ, ତଥାପି ଟିକେ ଇଚ୍ଛା କରେ କ'ଣ ନା ଟିକେ ଭାଷା ସାହିତ୍ୟ ଟିକେ ଭଲ ଥିବ, ସାହିତ୍ୟରେ ସଂଳାପ ଭଲ ଥିବ, ସଂଳାପ ଭଲ ଥିବ। ହଁ, ଆଉ ସେଇଗୁଡ଼ା ଯେତେବେଳେ ଇଏ ବି ଆମର କ'ଣ ତାଙ୍କ ନା, ଏଇ ଯେଉଁ ଆମ ରାଇଟର, ଦାରୁଣ ରାଇଟର କ'ଣ, ଲକ୍ଷ୍ମୀନ୍ଦ୍ର, ନା ନା, ଏଇ ଦୁଇତିନି ଫିତି ତାରିଣ ଦେଇଥିଲେ ନା, ଅନନ୍ତ ବାବୁ। ଆମେ ଯେତେବେଳେ ବୋଧେ 73 ରଘୁନାଥ ଜୀଉ ଗଣନାଟ୍ୟରେ ପହଞ୍ଚିଲୁ, ସେତେବେଳେ 5ଟା ମାଲିକ ଥାନ୍ତି। ମୋତେ ଏଠୁ ଉଦ୍ଧିଆଇ ମୋତେ ନେଇକି ଯାଇଥାଏ ହିରୋଇନ୍ ପୋଷ୍ଟରୁ, ନାରାୟଣ ଦଳରେ ଯାଇଥାଏ। ଯାଇ ସେଠି ଯେତେବେଳେ ପହଞ୍ଚିଲୁ, ସବୁ ସାଇଟ୍ ହିରୋଇନ୍, ନାରାୟଣ ଦଳରେ ସବୁ ହିରୋଇନ୍। ମୁଁ କହିଲି କରିବି କ'ଣ? ମୁଁ ଦେଖିଲା ବେଳକୁ 700 ଟଙ୍କା ମୋର ଦରମା, ତାର 500 ଟଙ୍କା ଦରମା। ତାଙ୍କ ମାଲିକ ଭିତରେ କହୁଛନ୍ତି, କହିଲେ ସିଏ ତ ହିରୋଇନ୍ ଆସୁଛି 500 ଟଙ୍କା ଦରମା, ଆଉ ଇଏ କାଳିଆଟା କ'ଣ 700 ଟଙ୍କା ଦରମା ନେଇଛି। ମୁଁ ଏଗୁଡ଼ା ଶୁଣୁଛି, ମୁଁ ଶୁଣିଲେ ଏଗୁଡ଼ାକ ଜମା ମୁଣ୍ଡରେ ପୁରେନି। ଆପଣ ଜାଣିଛନ୍ତି ତ, ଏଇଟା ଶୁଣିବାକୁ ମିଳିବ, ଶୁଣିବାକୁ ମିଳିବ। ଆଉ କ'ଣ ହେଉଛି, କୁମ୍ଭାଇ ମରିଗଲାଣି ଆଜି। ସେ ସବୁ କୁମାର ସ୍ୱାଇଁ ନା କ'ଣ? ହଁ, କୁମାର ସ୍ୱାଇଁ। ସିଏ ସବୁ ତାଙ୍କର ଟିକେ ତୁଳସୀର ଥିଲେ ତ?
ନା 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 ସେ ତୁଳସୀ ମାଷ୍ଟଙ୍କ ପାଟି ଛାଡ଼ିଲା ପରେ ହଁ ରଘୁନାଥ ଯାଇଥିଲେ ହଁ ତାପରେ ଆମର ହେଇଥିଲା ମୂର୍ତ୍ତିନା ପାଟି ଶାସଙ୍ଗରେ ଥିଲେ। ସତ୍ସଙ୍ଗର ଆଚ୍ଛା 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 ହଁ ସେଇଠୁ ମୁଁ କହିଲି ଇଏ ଯେଉଁ ଚାଟ୍ ହେଇଛି ହଁ ଇଏ ଚାଟ୍ର ଅମକେଇ ପାର୍ଟଟା ମୁଁ କରିବି। ହଁ ତାକୁ ଦିଆହେଇଥିଲା ଅନ୍ୟ ଷ୍ଟାଫ୍କୁ। ହଁ କହିଲା ତୁମେ କେମିତି କରିବ, ସିଏ ହିରୋଇନ୍ ଯିଏ ହେବ। ମୁଁ କହିଲି ତୁମ ହିରୋଇନ୍ ହଉ ଯିଏ ହଉ ମୁଁ କରିବି। ହଁ ମୁଁ ଯଦି ନ କରିବି ଆଉ ତୁମ ଯାତ୍ରା ପାଟ ରହିବିନି। କୋଉଟା ଖୋଲଣା ସୁନ୍ଦରୀ ନାଟକର ଖୋଲଣା ଖୋଲଣା ସୁନ୍ଦର ନାଟକର ଖୋଲଣା ସେ ମେନ୍ ଚରିତ୍ର ମୁଖ୍ୟ ଚରିତ୍ର ନା ହଁ ଆଉ ଆଚ୍ଛା ସେଇଠୁ ସେଇଠୁ ସେ ସବୁ ମାଲିକ କହିଲେ ଆମ ଏ ନାଟକ ଯଦି ଖରାପ ହେଇଯାଏ। ମୁଁ କହିଲି ଯଦି ଖରାପ ହେଇଯିବ ଏ ଚୁଳକୁ କାଟି ଦେଇକି ମୁଁ ଆପଣଙ୍କ ପାଖରେ ପଳେଇବି। ଆପଣ ଯେଉଁ 2000 ଟଙ୍କା ମୋତେ ଦେଇଛନ୍ତି ମୁଁ ଆପଣ ଫେରେଇ ଦେଇକି ପଳେଇଯିବି, କିନ୍ତୁ ମୁଁ ଅଭିନୟ କରିବି। ନହେଲେ ଇଏ ଚାଟ୍କୁ ସବୁ କାଟ, ମୋତେ ସବୁଗୁଡ଼ାକ ସାଇଟ୍ ହିରୋଇନ୍ ପକେଇଛନ୍ତି। ସେଇଠୁ କ'ଣ କରିବେ ଦେଲେ ସେଦିନ ଖୋଲଣା ସୁନ୍ଦରୀ ନାଟକ ହେଉଛି। 32 ଟଙ୍କା ପୁରସ୍କାର ପାଇଥିଲି। ସେଇଟା ଫାର୍ଷ୍ଟ ଟାଇମ୍ କଲେ ସେଇଦିନ ଖୋଲଣା ସୁନ୍ଦରୀ ଖୋଲଣା ପାଠ। ହଁ ସେଇଦିନ ସେଇଠି ମୁଁ କଲି ଖୋଲଣା ପାଠ। ସେଇଦିନ ପାଠ ମୁଁ ଦେଖିଥିଲି ମାଷ୍ଟଙ୍କ ପାଠ ସବୁ ଦେଖିଥିଲେ ଆଜ୍ଞା। ଆଉ ସେଠି ଯେତେବେଳେ କନି ସେ ମାଲିକ ମାନେ କହୁଛନ୍ତି କାଳିଆ ଏଇଥିପାଇଁ ସେ କହୁଥିଲା। ତାପରେ ମାଷ୍ଟଙ୍କର ଗୋଟେ କାହ୍ନୁ ନାଟକ ସେଠି ଷ୍ଟାର୍ଟ କଲୁ। ଦେବ ଭାଇ କାହ୍ନୁ କରୁଥାଏ। ସେ କ'ଣ ତାଙ୍କର ନେହେରୁ ସାହୁ ଆସିଥାଏ ଗୋଟେ ହିରୋଇନ୍ ପାଇଁ। ସେ ଯେତେବେଳେ ମୋ ନାଁ କହିଦେଇଛନ୍ତି ସେ କହିଲେ ଆଜି ପାଠ କରିବ ଯିବ ଦେଖିବା ପାଇଁ। ଆସିଥିଲେ ସେ ଯେତେବେଳେ ଦେଖିନି ସେ କାଳିଆଟେ କ'ଣ ତା ମନ ଛାଡ଼ିଗଲା। କହିଲା ଆମେ ଟିକେ ଯାତ୍ରା ଦେଖିକି ଯିବା। କାହ୍ନୁ ନାଟକ ଝୁମୁରି ମୁଁ କରିଥାଏ। ହେଉଛି ଝୁମୁରି ବାହାରିବ ନାଟକ ଦ୍ୱିତୀୟ ଅଙ୍କରେ ଝୁମୁରି ବାହାରିବ। ଆଜ୍ଞା ବହୁତ ଦିନକା କଥା ସବୁ ମନେ ପଡ଼ିଲା। କଳାକାର ବସିছে ବୋଲି କଥା ଆଲୋଚନା ପଡ଼ିଲା। ହେଉଛି ଝୁମୁରି କରିକି ଆସି ସାରିଲା ପରେ ସେଠୁ ନେହେରୁ ସାହୁ ଆସିକି କହିଲେ ତୁମ ଘର କେଉଁଠି? ମୁଁ କହିଲି ଆମ ଘରଟା ଭଦ୍ରକ। ସେଠୁ କହିଲେ ତାକୁ ଆଉ ସେମିତି କଥାବାର୍ତ୍ତା କରନ୍ତୁନି। ସେଠୁ ଡାକିନେଇକି କହିଲେ ତୁ ଆମ ପାର୍ଟିରେ ରହିବୁ? ସେଠୁ ମୁଁ କହିଲି ହଁ ରହିବି। ପଇସା ଦେବ ନା ଅଧିକା ପଇସା ଦେବ ଯଦି କୁହ। ସେଇଠୁ କହିଲେ ତୁମେ ଏଠି କେତେ ପଇସା ପାଉଛ? ମାନେ 700 ଟଙ୍କା ପାଉଛି, ଆପଣ 800 ଟଙ୍କା ଦେବେ। 100 ଟଙ୍କା 800 ଟଙ୍କା କହିଲେ ହଁ ଆମେ ଦେବୁ। ତାହେଲେ ବିଷ୍ଣୁ ନନା ଇଏ କରିକି ଯାଇକି ସେଠି ରହିଲି। ସେଠି ରହିସାରିଲା ପରେ ସେ 5ଟା ମାଲିକ ତାଙ୍କର ସବୁ ଭିତରେ ଗଣ୍ଡଗୋଳ ହେଲା। ସେ ଗାଁରୁ ସମସ୍ତେ ଘେରିଗଲେ ଯେ ଷ୍ଟାଫ୍ ସବୁ ପଳେଇଲେଣି। ଆଜି ଝୁମୁରି ପଳେଇଯିବ, ଘେରିକି ଆସିକି ପହଞ୍ଚିଗଲେ ସବୁ ଗାଁ ବାଲା। ଆଉ ଝୁମୁରିକୁ ଛାଡ଼ିଲେନି। ମୁଁ କହିଲି ଆଜ୍ଞା ମୋତେ ଅଟକେଇ ରଖି କ'ଣ କରିବି? ଆଉ ଆପଣ ତ ଷ୍ଟାଫ୍ ପଳେଇଲେଣି ସବୁ, କେହି କୁଆଡ଼େ ନାହାନ୍ତି। ଏଇ ରାହା ମାରୁ ଆଜ୍ଞା ନଡ଼ିଆ ବସ୍ତେ ନେଇକି ଘରକୁ ଆଇନି। କଳାକାର ଜୀବନ ତାହେଲେ ଏମିତି ସବୁ କଥା। ମାନେ କଳାକାର ଲାଇଫ୍ ଷ୍ଟୋରି। ସମସ୍ତଙ୍କ ଜୀବନ ତ ଇତିହାସ ଅଛି, କିନ୍ତୁ କଳାକାର ଜୀବନର ଇତିହାସ ଗୋଟେ ଭିନ୍ନ ପ୍ରକାର। କାହିଁକିନା ସେମାନେ ସାରା ଓଡ଼ିଶା ବୁଲି ବୁଲିକି ଅଭିନୟ କରନ୍ତି, ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ କିଣନ୍ତି। ତେଣୁ ସମସ୍ତଙ୍କ ଜୀବନରେ କିଛି ନା କିଛି ଷ୍ଟୋରି ଅଛି। ଭାଇଙ୍କ ଷ୍ଟୋରି ଶୁଣିଲେ, କେତେ କଥା ଶୁଣିଲେ। ଆଉ ଯାତ୍ରା କେଉଁ ପାଟରୁ ଛାଡ଼ିଲେ ଶେଷ କଲେ? ସାଣି ପାଟି ଛାଣି। ଏବେ କ'ଣ କୀର୍ତ୍ତନ ଫୀର୍ତ୍ତନ କରୁଥିଲେ ମୁଁ ଶୁଣିଥିଲି? ଏବେ ଟିକେ ଜେଜେମାନି କଥା ବଇସି ମୋର ଛୁଆ କରିବୁ ଭଲ ଲାଗୁନାହିଁ। ଗାଣ ବଜାଣ ହେଲେ ଭାଇ ତମେ କ'ଣ ରାଜୁ ଦାସ ବୈଷ୍ଣବ? ତମେ? ହଁ ଖଣ୍ଡାୟତ ବୈଷ୍ଣବ। ଅନ୍ଧାର ରାତି ଝିଲ୍ଲିର ଡାକ ଦୂରୁ ଆସୁଥିଲା ଭାସି। ପଲ୍ଲୀ ନୀରବ ନିଦ୍ରା ମଗନେ ତୁମେ ଡାକିଦେଲ ଆସି। ଥର ଥର ପାଦେ ଚାଲୁଥିଲି ଡରି ଡରି। ରାତିର କାକର ପଡ଼ୁଥିଲା ଝରି ଝରି। ମହାତକୁ ତୁମେ ଟିପି ଦେଉଥିଲା ଆସି। ଅନ୍ଧାର ରାତି ଝିଲ୍ଲିର ଡାକ ଦୂରୁ ଆସୁଥିଲା ଭାସି। ଏ ଭାଷ କହିବା ବୁଝିବା ବଡ଼। ଏଇଟା କାହାର ସଂଳାପ ଥିଲା, କାହାର କବିତା? ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା। ଆଚ୍ଛା ଆଚ୍ଛା। ଆପଣ ସାକ୍ଷାତ କରିଛନ୍ତି ତାଙ୍କୁ ସାମ୍ନାସାମ୍ନି? ମୁଁ ଆଜ୍ଞା ଥିଲୁ ବା ସେଠି। ଆଚ୍ଛା ଆଚ୍ଛା। ଛୁଆ ଅବସ୍ଥାରେ ଥିଲୁ। ମାଷ୍ଟ୍ର କେବଳ କହିଲେ ତୁ ଆଇଁଷ ଖାଇବୁ, ସେଇଥିପାଇଁ ଛାଡ଼ିକି ପଳେଇ ଯାଇନି।
ଆଉ ମୁଁ ବଇଛି ମୋତେ ମୁଁ ମାଛ ମାଂସ କିଛି ଖାଇବିନି ଆଉ କରିବି କ'ଣ। ହଉ ଆଉଥରେ ହର ରିପୁ ତାତ କରକୁ ଶୋଭିତ 4 ଅକ୍ଷରରେ ହେଯିବ ପ୍ରଥମ ଅକ୍ଷର ବାଦ ଦେଇ ଆଉ ଯାହା ହବ ମୋତେ ଦେବ ଆଇରନ୍ କଣ୍ଟା। ସେଇଠୁ ନକୁଳି ଭାଇରାଙ୍କୁ ମୁଁ ଦେଖେଇନି ମାନେ ଭାଇ ଏଇଟା କ'ଣ କନି କହିଲେ କର 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 କର। ଆମ ଗଗନ ଥିଲା ମୁଁ କହିଲି ଗଗନକୁ କାହିଁ ଦେଖିବି। ସେଇଠୁ କହିଲେ ହର ରିପୁ ତାତ ହରଙ୍କର ରିପୁ କିଏ। ସେଇଠୁ ମୁଁ କହିଲି ହରଙ୍କର ରିପୁ କିଏ ମଦନ। ହର ରିପୁ ତାତ କରକୁ ଶୋଭିତ ଏଇ ରକମ କରିକି କହିଲେ ହର ରିପୁ ତାତ କରକୁ ଶୋଭିତ 4 ଅକ୍ଷରରେ ହେଇଯିବ। ସେଇଠୁ ମୁଁ କହିଲି ଯେତେବେଳେ ହର ରିପୁଙ୍କର ତାତ କିଏ ନା ଇଏ ନାରାୟଣ ତାଙ୍କ ହାତରେ 4ଟା ଅସ୍ତ୍ର କ'ଣ ନା ଶଙ୍ଖ ଚକ୍ର ଗଦା ପଦ୍ମ 4ଟା। କହିଲେ ନା ଆଉ ଗୋଟେ କ'ଣ ତା ଭିତରେ ନାଁ ଅଛି କହିଲେ ସୁଦର୍ଶନ। କହିଲେ ପ୍ରଥମ ଅକ୍ଷର ବାଦ ଦେଇ ଆଉ ଯାହା ହବ ମୋତେ ଦେବ। ସୁଟାକୁ କାଟିଦେଲେ କ'ଣ ନା ଦର୍ଶନ ଦେବ। ଚିନ୍ତା କର ଏବେକା ରାଇଟର ଏଇখানে ଲେଖିଦେବେ କଥାକୁ। ଯାହା ହଉ ଆସିଥିଲେ ଭାଇଙ୍କ ବହୁତ କଥା ଶୁଣିଲେ ତେଣୁ ଏମିତି ସବୁ କଥା ଭଲ ଲାଗିଲା ଭାରି। ଅଭିନୟର ଅନ୍ତରାଳର କଥା ମାନେ ଭିତର କଥା ଖାଲି ଅଭିନୟ ନୁହଁ ତା ଭିତରେ କ'ଣ ମଣିଷ ଜୀବନର କଥା ରହିଛି ଯାହା ଆପଣଙ୍କୁ ଗୋଟେ ଶୁଣିବାକୁ ମିଳିଲା ଭାରି ଭଲ ଲାଗିଲା। ଆଉ କ'ଣ ଅଛି କିଛି କହିବେ ଆପଣ? କ'ଣ କହିବି ଆଜ୍ଞା। ଭତ୍ତା ଭତ୍ତା ପାଉଛନ୍ତି? ଭତ୍ତା ପାଉଛି। ଏଇ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ନା ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ? ନା ଏ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଦେଉଛି। ସେଣ୍ଟ୍ରାଲ୍ ପକେଇ ନାହାନ୍ତି? ସେଣ୍ଟ୍ରାଲ ମୁଁ ପକେଇଥିଲି ରାଜୁ ଭାଇନା ଫର୍ମ ପଠେଇଥିଲେ। ରାଜେନ୍ଦ୍ରପତି ଭାଇନା? ହଁ ଆଚ୍ଛା। କହିଲେ ଶମ୍ଭୁ ଆଉ ମୁଁ ଫର୍ମ ପଠେଇଦେବି ଆଉ ତୁ ଟିକେ ଲେଖିନେଇକି ଇଏ କରିଦେବୁ। ନିତ୍ୟାନନ୍ଦ ତାଙ୍କ ମୋବାଇଲ ନମ୍ବର ରଖିଛନ୍ତି? ଆଜ୍ଞା ରାଜୁ ଭାଇନା ରାଜେନ୍ଦ୍ର ଭାଇନା ମୋବାଇଲ ନମ୍ବର ରଖିଛନ୍ତି? ଅଛି ମୋର ଖିଆଲ ପଡ଼ୁନି। ଆଚ୍ଛା ହଉ। ନିତ୍ୟାନା କତି ପଠେଇଦେଲେ। ନିତ୍ୟାନା କହିଲେ ମୋ କତିରେ ଫର୍ମ ଅଛି ନେଇଯିବୁ ଆଉ ମୋତେ 100ଟା ଟଙ୍କା ଦେବୁ। ଆଚ୍ଛା ହଉ ନେଇଯିବୁ ଆଉ କ'ଣ। ନେଇକି ମୁଁ ଦେଖିଲି ଯେ ପଇସା ଦରକାର ହେଉଛି ନିହାତି 2-4 ହଜାର ଟଙ୍କା ଦରକାର ନା ଭୁବନେଶ୍ୱର ଯିବା ଆସିବା କରିବା ନେଇକି। ମୁଁ ଯାଇଥାଏ ଭୁବନେଶ୍ୱର ଯାଇଥାଏ ମୋ ଝିଅ ଥାଏ ପପୁ ସାଙ୍ଗରେ ଭେଟ ହେଲା। ପପୁ ସାଙ୍ଗର ପପୁ ଆସି ଯାତ୍ରା ଦେଖେନି ତ ପପୁ ସାଙ୍ଗରେ ଟିକେ ପରିଚିତ ଥିଲା। ସେଇଠି କହିଲେ ଭାଇ କ'ଣ ଆମ ସାର୍ଟିଫିକେଟ୍ କ'ଣ ତୁମର ଇଏ କରିବ ଇଏ ଆମକୁ କିଏ ଚିହ୍ନିଛି ଆମେ ସେଇ କଟକ ଭୁବନେଶ୍ୱର ଅଭିନୟ କରୁଛୁ ବୋଲି ଇଏ ହେଇଛନ୍ତି। ମାନେ ତଥାପି ଗୋଟେ କ'ଣ ଗୋଟେ ଦେଇଥାଉ ଗୋଟେ ନେଇକି ଦେବା ଗୋଟେ ସାର୍ଟିଫିକେଟ୍ କ'ଣ ଗୋଟେ ଭତ୍ତା ଫତ୍ତି ପାଇବା ପାଇଁ ସିଏ ଗୋଟେ ଦେଇଥିଲେ। ଆଉ ତାପରେ ମୋ ପିଲାବେଳେ ହରେକୃଷ୍ଣ ମହତାବ ଗୋଟେ ଭତ୍ତା ଦେଇଥିଲେ ଫର୍ମ ଦେଇଥିଲେ ଇଏ ଦେଇଥିଲେ ସାର୍ଟିଫିକେଟ୍ ଦେଇଥିଲେ। ଆଉ କ'ଣ ଆଜ୍ଞା ସେ ସବୁ ବହୁତ। ଆଚ୍ଛା ଇଏ ଆପଣ ଏବେ ଭତ୍ତା ପୁରା କ୍ଲିଅର ପାଉଛନ୍ତି? କେତେବେଳେ ଆସୁଛି କେତେବେଳେ ଆସୁନାହିଁ ବୋଧେ ଏଇ 2-3 ମାସ ହେଲା ଆସିନାହିଁ। 2-3 ମାସ ହେଲା ଆସିନି? ସେଇଟା ପ୍ରାୟ କଳାକାରଙ୍କଠୁ ଶୁଣୁଛି 2-3 ମାସ ହେଲା ଯେଉଁମାନେ ଭତ୍ତା ପାଉଛନ୍ତି 2-3 ମାସ ହେଲା ପାଇନାହାନ୍ତି। ଆଚ୍ଛା ହଉ ଇଏ ଛୋଟ ଘର ଏଇ ଘରର ଆଉ ଘର କେଉଁଠି ପଛପରି ହେଇଛି ନା କ'ଣ? ନା ଏଇ ଘର ଆଜ୍ଞା ଏଇ ଚାଳ। ଇନ୍ଦିରା ଆବାସ ମିଳିନି? ଇନ୍ଦିରା ଆବାସ ମିଳିଥିଲା ଗୋଟେ ଠାକୁର ଘର ସେଠି ତିଆରି କରିଛି। ଆଚ୍ଛା ଆଉ ପୁଅ ଝିଅ କ'ଣ ଆପଣଙ୍କର ପରିବାର? 3ଟା ଝିଅ 1 ପୁଅ। ଝିଅ ସବୁ ବାହାର ସରିଛନ୍ତି? 2ଟା ଝିଅ ବାହାର କରିଦେଇଛି ଆଉ 1 ଝିଅ ଅଛି ପୁଅ ପାଠ ପଢ଼ୁଛି। ଆଚ୍ଛା ଆଉ କଳାକାର କେହି ହେଲେନି? ଆଉ କଳାକାର କରିବା ପାଇଁ ଆପଣଙ୍କ ପୁଅ ଝିଅ କଥା କହୁଛି। ପୁଅ ଝିଅ କଥା ଯଦି କହିଲେ ପୁଅ ଝିଅଙ୍କୁ ଆଉ କଳାକାର କରିବା ନାକି ମୋର ଇଚ୍ଛା ନାହିଁ। ଆଚ୍ଛା ଆଉ 1 ବୋଲି ପୁଅ କାହିଁକି ସେ ଲାଇନ୍ ଛାଡ଼ିବି? ଛାଡ଼ି ନାହିଁ ପାଠ ପଢ଼ୁଛି ତାର ଯାହା କରିବେ ଆଉ ତାଙ୍କୁ ଆଉ। ଆଚ୍ଛା ହଉ ହଉ। ଆଉ କଳାକାର ଲାଇନ୍ର ରହିକି ତ କିଛି କରିପାରିଲିନି। କ'ଣ କରିବୁ କ'ଣ କଳାକାର ଯୁଗେ ଯୁଗେ ଦୁଃଖୀ। ଆଜ୍ଞା କଳାକାରଟା ହେଉଛି ସମାଜରେ ସୁଖୀ ଦେଶବାସୀଙ୍କ ପାଖରେ ସୁଖୀ କିନ୍ତୁ ସେ ନିଜେ ମୁଢ଼ି ଆଉ ନିକାର ଚା ପିଏ। ଦେଖନ୍ତି ରାଜା ପୋଷାକ ରାତି ପାଇଲେ ଗାମୁଛାରେ ଏଇ ହେଲା କଳାକାର ଜୀବନ ଗାମୁଛାର ଜୀବନ। ଆପଣ ଦେଖୁଛନ୍ତି ଯାହା ରିଲ୍ରେ ଦେଖୁଛନ୍ତି ରିଏଲ୍ରେ ଦେଖିଲେ ଆପଣଙ୍କ ଛାତି ଫାଟିଯିବ। ଆଉ ଯାହା ହଉ ଦର୍ଶକ ବନ୍ଧୁ ଆସିଥିଲୁ ଭାଇଙ୍କ ପାଖକୁ ବହୁତ ଗୁରୁଜନ ଲୋକ। ଆଉ ଆମର ପିଲାବେଳରୁ ସିଏ ଅଭିନୟରେ ଆମେ ତାଙ୍କୁ ଦେଖିନଥିଲୁ ତାଙ୍କ ଅଭିନୟ ଦେଖିନୁ
କିନ୍ତୁ ଆଜି ଯାଉ ତାଙ୍କ ଦର୍ଶନ ମିଳିଲା, ଏଇଟା ବଡ଼ ଭାଗ୍ୟର କଥା। ରହୁଛୁ ଆଜ୍ଞା, ପ୍ରଣାମ, ଜୟ ଜଗନ୍ନାଥ।